6 ବର୍ଷର ପୁଅ ସୋନୁ ତା ମନ ଆଜି ବହୁତ ଦୁଃଖ। କାରଣ ତାର ଅତି ଆଦରର ଜେଜେବାପା ଜେଜେମାଙ୍କୁ ତା ମା ବାପା ସାଙ୍ଗରେ ନେଇଯାଇଛନ୍ତି ବୃଦ୍ଧାଶ୍ରମରେ ଛାଡ଼ି ଆସିବାକୁ। ସେମିତି କୁମୁରି କୁମୁରି କାନ୍ଦୁଛି ସୋନୁ। ଏହି ସମୟରେ ପିତାମାତା ଦୁହେଁ ଆସି ଘରେ ପହଞ୍ଚିଛନ୍ତି। ବହୁତ ଖୁସି ଅଛନ୍ତି, ସତେ ଯେମିତି ଜୀବନର ବହୁତ ବଡ଼ ବୋଝକୁ ସେମାନେ ହଟେଇ ଦେଇ ଆସିଛନ୍ତି। ସୋନୁ କାନ୍ଦିଛି, ଅଝଟ କରିଛି, ବିଦ୍ରୋହ କରିଛି, ଖାଇନି ପିଇନି ଇତ୍ୟାଦି ଯାହା କରିବା କଥା କରିଛି। ହେଲେ ତା କଥା କେହି ଶୁଣିନାହାନ୍ତି। କେତେ ଦିନ ବା ଏ ଛୋଟ ଛୁଆଟି ବିଦ୍ରୋହ କରିଥାନ୍ତା। ଶେଷରେ ବିଦ୍ରୋହ ଛାଡ଼ି ଦେଇଛି। ହେଲେ ତା ମୁହଁର ହସ ଲିଭି ଯାଇଛି। ମନରେ ଆଉ ଆନନ୍ଦ ନାହିଁ। ନା ସେ ଖେଳକୁଦରେ ମାତୁଛି, ନା ଆଉ କିଛି ହସି ମଜାକ କରୁଛି। ସବୁବେଳେ ସେମିତି ଗୁମସୁମ ହୋଇ ବସିଛି। ସ୍କୁଲରେ ମଧ୍ୟ ସମାନ ଅବସ୍ଥା। ସ୍କୁଲକୁ ଯାଇ ପାଠ ପଢ଼େ, କାହା ସହିତ କଥାବାର୍ତ୍ତା ନାହିଁ, ଖେଳକୁଦ ନାହିଁ। ବାସ୍ ଖାଲି ସାର୍ ଯାହା ପଢ଼ାନ୍ତି ଶୁଣେ, ତାପରେ ଘରକୁ ଆସେ। ଏହାର କିଛି ଦିନ ପରେ ସୋନୁର ସ୍କୁଲରୁ ଜଣେ ସାର୍ ହାତରେ ଗୋଟେ ଖାତା ଧରି ଆସି ପହଞ୍ଚନ୍ତି ସୋନୁର ଘରେ। ସୋନୁର ପିତା ସାର୍ଙ୍କୁ ଦେଖି ବହୁତ ଖୁସି ହେଇଛନ୍ତି, ଚାହା ପିଇଛନ୍ତି। ଏହାପରେ ପଚାରିଛନ୍ତି, ସାର୍ କ'ଣ କାମ ଥିଲା କି ମୋଠାରେ? ଏହାପରେ ସାର୍ କହିଛନ୍ତି, ମୁଁ ଆପଣଙ୍କ ଘରକୁ ଆସିଥିଲି ଆପଣଙ୍କ ପୁଅ ସୋନୁର କୃତିତ୍ୱ ଦେଖାଇବା ପାଇଁ। ମୁଁ ଗୋଟେ ରଚନା ଦେଇଥିଲି, ତୁମ ଜୀବନର ଲକ୍ଷ୍ୟ କ'ଣ? ଆପଣ ଦେଖିଲେ ଜାଣିପାରିବେ ଆପଣଙ୍କ ପୁଅ ସୋନୁ ସେଥିରେ କ'ଣ ଲେଖିଛି। ଯଦି ଦଣ୍ଡମୁକ୍ତ ବିଦ୍ୟାଳୟ ନ ହୋଇଥାନ୍ତା ମୁଁ ସୋନୁକୁ ଖୁବ୍ ବାଡ଼େଇଥାନ୍ତି, କିନ୍ତୁ ସରକାର ତ ଆମ ହାତକୁ ବାନ୍ଧି ଦେଇଛନ୍ତି, କ'ଣ ବା କରିଥାନ୍ତି। ସେଥିପାଇଁ ମୁଁ ଆପଣଙ୍କ ପାଖକୁ ଆସିଛି, ଆପଣ ଆପଣଙ୍କ ପୁଅର କଥା ବୁଝନ୍ତୁ। ଏହାପରେ ବଢ଼ାଇ ଦେଇଛନ୍ତି ଖାତା ସୋନୁର ବାପାଙ୍କ ହାତକୁ। ସେ ସମୟରେ ମା ମଧ୍ୟ ଆସି ପହଞ୍ଚିଛନ୍ତି। ଉଭୟ ପିତାମାତା ପଢ଼ିଛନ୍ତି ସେ ରଚନାକୁ। ସୋନୁ ଲେଖିଛି, ମୋ ଜୀବନର ଏକମାତ୍ର ଲକ୍ଷ୍ୟ ହେଲା ମୁଁ ବିବାହ କରିବି। ଯେତେବେଳେ ମୋର ପୁଅ ବା ଝିଅକୁ 6 ବର୍ଷ ହେବ, ସେତେବେଳେ ମୋ ମା ଆଉ ବାପାଙ୍କୁ ବୃଦ୍ଧାଶ୍ରମକୁ ପଠାଇବି। ଏହା ହେଉଛି ମୋର ଜୀବନର ଏକମାତ୍ର ଲକ୍ଷ୍ୟ ଏବଂ ମୁଁ ଶପଥ କରି କହୁଛି, ଏହା ମୁଁ ନିଶ୍ଚିତ ଭାବେ କରି ଦେଖାଇବି। କାରଣ ସେମାନେ ଜାଣିବା ଉଚିତ, ଯେତେବେଳେ ଜେଜେବାପା ଜେଜେମାଙ୍କୁ ନିଜ ନାତି ବା ନାତୁଣୀ ପାଖରୁ ଅଲଗା କରାଯାଏ କେତେ କଷ୍ଟ ହୁଏ ବୋଲି। ମୋତେ ଯେତିକି କଷ୍ଟ ହେଉଛି ମୋ ଜେଜେବାପା ଜେଜେମାକୁ ଠିକ୍ ସେତିକି କଷ୍ଟ ହେଉଥିବ। ମୁଁ ଜାଣିଛି ମୋ ଜେଜେବାପା ଜେଜେମା ହେଠାରେ ଖାଉନଥିବେ। ଏହା ଶୁଣିଲା ପରେ ପିତାମାତା ଦୁହେଁ ଖୁବ୍ କାନ୍ଦିଛନ୍ତି, ନିଜର ଭୁଲକୁ ବୁଝିଛନ୍ତି ଏବଂ ସାର୍ଙ୍କୁ କହି, ସାର୍ ଆପଣ ଯାଆନ୍ତୁ, ଆମେ ଏହାର ବ୍ୟବସ୍ଥା କରୁଛୁ। ଏହା କହି ସୋନୁକୁ ନେଇ ସେମାନେ ସମସ୍ତେ ଯାଇଛନ୍ତି ବୃଦ୍ଧାଶ୍ରମକୁ। ପିତାମାତାଙ୍କୁ ଭୁଲ ମାଗିଛନ୍ତି ଏବଂ ସାଙ୍ଗରେ ଫେରାଇ ଆଣିଛନ୍ତି। ଏହାପରେ ସୋନୁ ମୁହଁରେ ପୁଣି ହସ ଫୁଟିଛି। ଦେଖିଲେ ଦର୍ଶକ ବନ୍ଧୁ, ଆପଣ ଯାହା କରିବେ ଆପଣଙ୍କ ପିଲାମାନେ ତାହା ଅନୁକରଣ କରିବେ। ତେଣୁ ଯାହା କରୁଛନ୍ତି ଭାବିଚିନ୍ତି କରନ୍ତୁ। ରହୁଛି, ନମସ୍କାର।